ଆପଣମାନେ ଏଇ ମାଛର ନାଁ ଜାଣିଛନ୍ତି? ମୁଁ ବି ଏଇ ମାଛକୁ କ'ଣ କୁହାଯାଏ ମୁଁ ବି ଜାଣିନି, କିନ୍ତୁ ମୁଁ ଏଇଟାକୁ ଖାଏ। ଏଇଟା ସମୁଦ୍ର ମାଛ ମାନେ ଲୁଣି ମାଛ। ଆଜି ମୁଁ ଏଇ ମାଛକୁ ମୋ ବୋଉ ପ୍ରୋସେସ୍‌ରେ ରାନ୍ଧିବି, ଯେମିତି ଆମ ବାଲେଶ୍ୱର ସାଇଡ଼୍‌ରେ ରନ୍ଧାଯାଏ। ବହୁତ ସିମ୍ପୁଲ୍ କିନ୍ତୁ ବହୁତ ଚଟପଟା ରେସିପି, ନିଶ୍ଚୟ ଥରେ ଟ୍ରାଏ କରିବେ। ମାଛକୁ ଭଲ ଭାବେ କାଟିକି ତାକୁ କ୍ଲିନ୍ କରିକି ଧୋଇକି ନେଇ ଆସିଛି। ସେଥିରେ ହଳଦୀ ଗୁଣ୍ଡ ଆଉ ଲୁଣ ପକେଇକି ଭଲ ଭାବେ ମିକ୍ସ କରିନେଇଛି। କଢ଼େଇରେ ସୋରିଷ ତେଲ ପକେଇ ଦେଇଛି, ଆଉ ତେଲକୁ ଭଲ ଭାବେ ଗରମ ହେବା ପାଇଁ ଦେବା। ତେଲ ଭଲ ଭାବେ ଗରମ ହେଲା ପରେ ସେଥିରେ ସବୁ ମାଛ ପିସ୍‌କୁ ମୁଁ ଦେଖନ୍ତୁ ଏଇଭଳି ଭାବେ ପକେଇ ନେଇଛି। ମିଡ଼ିୟମ୍ ଫ୍ଲେମ୍‌ରେ ରଖିକି ମାଛକୁ ଓଲଟିକି ଭଲ ଭାବେ ମାଛକୁ ଭାଜି ନେବା। ଆଉ ଆପଣମାନେ ଯଦି ଯେଉଁମାନେ ଏଇ ମାଛକୁ ଖାଉଥିବେ ସେମାନେ ଜାଣିଥିବେ ଏଇ ମାଛରେ ବହୁତ କଣ୍ଟା ଥାଏ, କିନ୍ତୁ ଖାଇବା ପାଇଁ ଟେଷ୍ଟି, କିନ୍ତୁ ବହୁତ କଣ୍ଟା ଥାଏ। ମାଛ ସବୁ ଏବେ ଦେଖନ୍ତୁ ବହୁତ ବଢ଼ିଆ ଭାଜି ହେଇଯାଇଛି। ତ ସବୁ ମାଛକୁ ମୁଁ ପ୍ଲେଟ୍‌କୁ ବାହାର କରିନେଇଛି। ଏହି ତରକାରୀ ପାଇଁ ମସଲା ପ୍ରସ୍ତୁତ କରିବା, ତା ପାଇଁ ମୁଁ ଏଠି ଗୋଟେ ପିଆଜକୁ ଛୋଟ ଛୋଟ ପିସେସ୍‌ରେ କାଟିକି ନେଇଛି ଗ୍ରାଇଣ୍ଡିଂ ଜାର୍‌ରେ। ଗୋଟେ ଟମାଟୋ ନେଇଛି, ଗୋଟେ ଛୋଟ ଚାମଚ ଜିରା ନେଇଛି, ଆଉ 3ଟା ଶୁଖିଲା ଲଙ୍କା ନେଇଛି। ଆପଣ ଚାହିଁଲେ ଶୁଖିଲା ଲଙ୍କା ବଦଳରେ କଞ୍ଚା ଲଙ୍କା ନେଇପାରିବେ ବା ଲଙ୍କାର ପରିମାଣ କମ୍ କରିପାରିବେ, ଆପଣଙ୍କ ଚଏସ୍। ତାପରେ ଦେଖନ୍ତୁ ସବୁକୁ ମୁଁ ମସଲାକୁ ଗ୍ରାଇଣ୍ଡିଂ କରିକି ନେଇ ଆସିଛି। କଢ଼େଇରେ ସୋରିଷ ତେଲ ପକେଇ ନେଇଛି। ତେଲ ଭଲ ଭାବେ ଗରମ ହେଲା ପରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ପକେଇ ନେଉଛି। ହଳଦୀ ଗୁଣ୍ଡ ତେଲରେ ଏମିତି ପକେଇବା ଦ୍ୱାରା ଯେତେବେଳେ ଆମେ ମସଲାଟା ପକେଇବା ତ ମସଲାଟା ଚାରିପଟ ସାଇଡ଼୍‌କୁ ଛିଟକିବନି। ତ ଅଳ୍ପ ଟିକେ ହଳଦୀ ସେଥିପାଇଁ ପକେଇ ନେଇଛି। ତାପରେ ମସଲା ଯେଉଁ ଗ୍ରାଇଣ୍ଡିଂ କରିକି ରଖିଥିଲି ତାକୁ ପକେଇ ନେଇଛି, ଆଉ ଗ୍ରାଇଣ୍ଡିଂ ଜାର୍‌ରେ ଅଳ୍ପ ଟିକେ ପାଣି ଦେଇକି ତାକୁ ଧୋଇକି ପକେଇ ନେଇଛି। ସେଥିରେ ମୁଁ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ପକେଇ ନେଇଛି। ତାକୁ ଭଲ ଭାବେ ମିକ୍ସ କରିବା, ଆଉ ତାକୁ କଭର୍ କରିକି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଲୋ ମିଡ଼ିୟମ୍ ଫ୍ଲେମ୍‌ରେ କୁକ୍ କରିବା। ଆଉ ମଝିରେ ମଝିରେ ମସଲାଟାକୁ ମିକ୍ସ କରୁଥିବା, ଯେମିତି ମସଲାଟା ତଳୁ ନ ଲାଗିବ। ମସଲା ଭଲ ଭାବେ କଷି ହେବା ଭିତରେ ମୁଁ ଅଳ୍ପ ଟିକେ ତେନ୍ତୁଳି ନେଇଛି, ଆଉ ସେଥିରେ ଅଳ୍ପ ଟିକେ ପାଣି ଦେଇକି ତାକୁ କିଛି ସମୟ ପାଇଁ ବତୁରି ଦେବା, ଯେମିତି ତେନ୍ତୁଳିର ମଣ୍ଡଟାକୁ ଆମେ ବାହାର କରିକି ପରେ ୟୁଜ୍ କରିବା। ଏବେ ଦେଖନ୍ତୁ ଏପଟେ ମସଲାଟା ମଧ୍ୟ ବହୁତ ବଢ଼ିଆ କଷି ହେଇଯାଇଛି। ତାପରେ ସେଥିରେ ମୁଁ ଆବଶ୍ୟକତା ଅନୁଯାୟୀ ପାଣି ପକେଇ ନେଉଛି। ଯେତିକି ଆପଣମାନେ ତରକାରୀର ଝୋଳଟା ରଖିବା ପାଇଁ ଚାହାନ୍ତି ସେଇ ଅନୁସାରେ ପାଣିଟା ପକେଇ ନେବେ। ପାଣି ପକେଇ ସାରିଲା ପରେ ପାଣିଟାକୁ ଭଲ ଭାବେ ଫୁଟିବା ପାଇଁ ଦେବା। ପାଣି ଭଲ ଭାବେ ଫୁଟି ସାରିଲା ପରେ ବାଇଗଣକୁ ମୁଁ ଏଇଭଳି ଭାବେ ପତଳା ପତଳା କାଟିକି ପକେଇ ନେଇଛି। ତ ବାଇଗଣ ଯେତେବେଳେ ଆଡ଼୍ କରିବେ ପାଣିଟା ଫୁଟୁଥିବା ଦରକାର, ନହେଲେ ବାଇଗଣ ସିଝିବନି। ଆଉ ତାକୁ କଭର୍ କରିକି 5-7 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେତେ ପର୍ଯ୍ୟନ୍ତ ବାଇଗଣଟା ନ ସିଝିଛି। ବାଇଗଣ ଭଲ ଭାବେ ସିଝିଗଲା ପରେ ତେନ୍ତୁଳିର ମଣ୍ଡ ଆଉ ମାଛକୁ ପକେଇ ନେଉଛି। ତେନ୍ତୁଳିର ଖଟାଟାକୁ ବ୍ୟାଲେନ୍ସ କରିବା ପାଇଁ ଆପଣମାନେ ଅଳ୍ପ ଟିକେ ଚିନି ପକେଇ ପାରିବେ ଏଇ ଷ୍ଟେଜ୍‌ରେ। ତାପରେ ତାକୁ କଭର୍ କରିକି 4-5 ମିନିଟ୍ କୁକ୍ କରିବା। ଏବେ ଦେଖନ୍ତୁ ଆମର ଟେଷ୍ଟି ଆଉ ଚଟପଟା ମାଛ ତରକାରୀ ବନିକି ରେଡ଼ି ହେଇଯାଇଛି। ଯଦି ଆପଣମାନଙ୍କୁ ଆଜିର ରେସିପିଟି ଟିକେ ବି ଭଲ ଲାଗିଥିବ ଲାଇକ୍ କରନ୍ତୁ, ଚ୍ୟାନେଲ୍‌ରେ ନୂଆ ଥିଲେ ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।